ଏବଂ ତୃତୀୟ ନା ଗବେଷଣା ନିମିତ୍ତ କେଉଁ ପଦ୍ଧତି ଅବଲମ୍ବନ କରାଯିବ ଅର୍ଥାତ୍ ତଥ୍ୟ ସଂଗ୍ରହ ଠାରୁ ପର୍ଯ୍ୟବେକ୍ଷଣ ପର୍ଯ୍ୟନ୍ତ ଯେଉଁ କୌଶଳ ଅବଲମ୍ବନ କରାଯିବ ସେ ସମ୍ବନ୍ଧରେ ସେ ନିଜର ଗୋଟେ ପରିକଳ୍ପନା ପ୍ରସ୍ତୁତ କରିବେ। କାହିଁକି ନା ବିଭିନ୍ନ ଗବେଷଣା ନିମିତ୍ତ ଭିନ୍ନ ଭିନ୍ନ ପଦ୍ଧତି ଅବଲମ୍ବନ କରାଯାଇପାରେ। ଧରନ୍ତୁ ଯେ ଗୋଟେ ସାହିତ୍ୟର ଗୋଟେ ଐତିହାସିକ ଭିତ୍ତିଭୂମି ସମ୍ପର୍କରେ ଆମେ ଆଲୋଚନା କଲା ବେଳେ ଐତିହାସିକ ଗବେଷଣା ପଦ୍ଧତି ସାହାଯ୍ୟ ନେବାକୁ ପଡିବ। ଯଦି ଆମେ ଫୋକଲୋର ସମ୍ପର୍କରେ ଗବେଷଣା କରିବା ତାହେଲେ କ୍ଷେତ୍ର ଅଧ୍ୟୟନ ପଦ୍ଧତିକୁ ଆମକୁ ଗ୍ରହଣ କରିବାକୁ ପଡିବ। ତେଣୁ ବା ସାହିତ୍ୟର ସମ୍ପୂର୍ଣ୍ଣ ଭାବରେ ଗୋଟେ ନାନ୍ଦନିକ ଦିଗ ସମ୍ପର୍କରେ ଆଲୋଚନା କରିବାକୁ ପଡିଲେ ଗୋଟେ ନନ୍ଦନ ତାତ୍ତ୍ୱିକ ପଦ୍ଧତିକୁ ଆମେ ଆପଣେଇବାକୁ ପଡିବ। ତେଣୁ ସବୁ ଗବେଷଣାର ପଦ୍ଧତି ସମାନ ନୁହେଁ। ତେଣୁ ଆମର ଗବେଷଣାର ବିଷୟ ଅନୁଯାୟୀ ଆମର ପଦ୍ଧତି ମଧ୍ୟ ପରିବର୍ତ୍ତିତ ହେଇଥାଏ ଏବଂ ତାକୁ ମଧ୍ୟ ଆମର ଜାଣିବାର ଆବଶ୍ୟକ ଅଛି। ଏବଂ ତାପରେ କଣ କରାଯିବ ନା ବିଶ୍ଳେଷିତ ଯୋଉ ତଥ୍ୟ ସେ ବିଶ୍ଳେଷିତ ତଥ୍ୟରୁ ଗୋଟିଏ ପ୍ରାସଙ୍ଗିକ ଏବଂ ଯୌକ୍ତିକ ସିଦ୍ଧାନ୍ତ ଯାହାକୁ ଆମେ ଇନଫରେନ୍ସ ବୋଲି କହୁଛୁ ସେ ଗୋଟେ ଯୌକ୍ତିକ ସିଦ୍ଧାନ୍ତକୁ ଆମକୁ ଗ୍ରହଣ କରିବାକୁ ପଡିବ। ତେଣୁ ବିଭିନ୍ନ ପରୀକ୍ଷଣ କେମିତି କରିବା ନା ନମୁନା ସଂଗ୍ରହରେ। ତେଣୁ ବିଭିନ୍ନ ପରୀକ୍ଷଣ ବା ଯୋଉ ନମୁନା ବିଶ୍ଳେଷଣରୁ ଯେଉଁ ନିଷ୍କର୍ଷ ବାହାରେ ତାହା ହିଁ ସିଦ୍ଧାନ୍ତ ରୂପେ ଗୃହୀତ ହୋଇଥାଏ ଗବେଷଣାରେ। ତେଣୁ ସଂକ୍ଷେପରେ ଆମେ ଯଦି କହିବା ଯେ ଗବେଷଣାର ମୋଟାମୋଟି ସାରାଂଶ ବା ସାମଗ୍ରିକ ଉତ୍ତର ହେଉଛି ତାର ସିଦ୍ଧାନ୍ତ। ଆମେ ଉପସଂହାରରେ ପହଞ୍ଚିଛୁ। ଉପସଂହାରରେ ଆମେ ପ୍ରାୟ ଯୋଉ ବିଭିନ୍ନ ପରିଚ୍ଛେଦ ସବୁ କରି ଆସିଛୁ ସେ ପ୍ରତ୍ୟେକ ପରିଚ୍ଛେଦରେ ଆମେ କଣ କହିଛୁ ଯାହା ଆମେ କହିଛୁ ତା ପଛରେ ଆମେ କିଛି ଯୁକ୍ତି ଦେଇଛୁ, କିଛି ତଥ୍ୟ ଦେଇଛୁ, କିଛି ପ୍ରମାଣ ଦେଇଛୁ। କିନ୍ତୁ ଯେତେବେଳେ ଆମେ ନିଷ୍କର୍ଷକୁ ପହଞ୍ଚୁଛୁ ସେ ପ୍ରମାଣ ଏବଂ ତଥ୍ୟକୁ କୋଉ ଭିତ୍ତିରେ ଦେଇଛୁ ଏବଂ ଆମେ କୋଉ ସିଦ୍ଧାନ୍ତରେ ପହଞ୍ଚିଛୁ। ଏତେ ଦିନ ଗବେଷଣା କରିବା ପରେ ମାନେ ପ୍ରାୟ 5-6ଟି ଚାପ୍ଟର ବା ପରିଚ୍ଛେଦ କରିବା ପରେ ଆମେ କୋଉ ପ୍ରକାର ସିଦ୍ଧାନ୍ତରେ ପହଞ୍ଚିଛୁ, କୋଉ ପ୍ରକାର ସାରାଂଶରେ ପହଞ୍ଚିଛୁ, ତାହା ହିଁ ହଉଛି ଜଣେ ଗବେଷକର ଶେଷ ମୌଳିକ ଦିଗ। ତେଣୁ ଏ ପର୍ଯ୍ୟନ୍ତ ସେ ଯାହା କରି ଆସିଛି ସେଥିରେ ତାର ମୌଳିକତା ଅପେକ୍ଷା ତାର ପାଣ୍ଡିତ୍ୟ, ତାର ତଥ୍ୟ, ତାର ପ୍ରମାଣ ଗୁରୁତ୍ୱ ପାଇଥାଏ ଏବଂ ଶେଷରେ ଯେତେବେଳେ ସେ ସିଦ୍ଧାନ୍ତକୁ ଯାଏ ସେଇଟା ହଉଛି ତାର ଗୁରୁତ୍ୱପୂର୍ଣ୍ଣ ଦିଗ। ସେଥିରେ ତାର ସମ୍ପୂର୍ଣ୍ଣ ଭାବରେ ମୌଳିକତା ପରିପ୍ରକାଶ ହେଇଥାଏ। ଏବଂ ଏଥିପାଇଁ କଣ କରାଯିବ ନା ଏଥିପାଇଁ ଜଣେ ଗବେଷକ ସବୁବେଳେ ସୁଚିନ୍ତିତ ଭାବରେ କେତେକ ନିର୍ଦ୍ଦିଷ୍ଟ ରୀତିକୁ ଅନୁସରଣ କରିବାର ଆବଶ୍ୟକତା ଅଛି। ଏଇ ଯୋଉ ବିଧି ବା ପ୍ରବିଧିକୁ ଗବେଷଣାର ବିଭିନ୍ନ ସ୍ତର ବୋଲି କୁହାଯାଏ, ଯାହାକୁ ଆମେ ଫେଜେସ୍ ବୋଲି କହୁଛୁ, ବିଭିନ୍ନ ଫେଜେସ୍ ବୋଲି କୁହାଯାଏ। ତେଣୁ ପ୍ରତ୍ୟେକ ସ୍ତରର ସ୍ୱତନ୍ତ୍ର ମଧ୍ୟ ଗୁରୁତ୍ୱ ରହିଛି। ଆମର ସ୍ତର ଆରମ୍ଭ ହୁଏ କୋଉଠି ନା ବିଷୟ ନିର୍ବାଚନ ଠାରୁ ଏବଂ ସରେ କୋଉଠୁ ନା ସରେ ସରିବ ମାନେ ଗବେଷଣା ନିବନ୍ଧ ଲିଖନ ପରେ। ତେଣୁ ତାରି ଭିତରେ ଯୋଉ ବିଭିନ୍ନ ଫେଜେସ୍ ରହିଛି, ଯୋଉ ସ୍ତର ରହିଛି, ସେ ସ୍ତରକୁ କେମିତି ଭାବରେ ଆମେ ବୈଜ୍ଞାନିକ ରୀତିରେ ତଥ୍ୟ ପ୍ରମାଣ ମାଧ୍ୟମରେ ଆଲୋଚନା କରିବା ତାହା ଜଣେ ଗବେଷକର ମାନେ କଣ କରିବା ଯେ ମାନେ ଚିନ୍ତାଧାରା ଉପରେ ସମ୍ପୂର୍ଣ୍ଣ ଭାବରେ ସେଟା ନିର୍ଭର କରେ। ତେଣୁ ଏଇ ଯୋଉ ସ୍ତର ଗୁଡିକ ଯେ କୌଣସି ଘରର କଣ କରିବା ତାକୁ ଆମେ ପାହାଚ ପରି ହେଲା। ତେଣୁ ମାନେ ଘରର ବ୍ୟକ୍ତି ସେ ଯେମିତି ଭାବରେ ଗୋଟିଏ ଗୋଟିଏ ପାହାଚ ଅତିକ୍ରମ କରି ମୁଖ୍ୟ ଗୃହ ଭିତରକୁ ପ୍ରବେଶ କରିଥାଏ, ଠିକ ସେଇଭଳିଆ ଗବେଷକ ଶୃଙ୍ଖଳିତ ଏବଂ ବୈଜ୍ଞାନିକ ଢଙ୍ଗରେ ଗୋଟିଏ ପରେ ଗୋଟିଏ ସ୍ତର ଅତିକ୍ରମ କରି ଗବେଷଣାର ଶେଷ ବିନ୍ଦୁ ବା ନିଷ୍କର୍ଷରେ ଉପନୀତ ହେଇଥାଏ। ତେଣୁ ସେଥିପାଇଁ କୁହାଯାଏ ଅନୁସନ୍ଧାନ ଏବଂ ସିଦ୍ଧାନ୍ତର ଗୋଟାଏ ସମ୍ମିଳିତ ପ୍ରକ୍ରିୟା ହଉଛି ଗବେଷଣା। ତେଣୁ ଆଗରୁ ମଧ୍ୟ ସେ କଥା ଆମେ କହିଲେ ଯେ ଗବେଷଣାର ମୂଳ ଲକ୍ଷ୍ୟ ହଉଛି ସମସ୍ୟାର ସମାଧାନ। କିନ୍ତୁ ଯେତେବେଳେ ସମସ୍ୟା ସମାଧାନ ପରିବର୍ତ୍ତେ ଜ୍ଞାନ ଲାଭ ଉଦ୍ଦେଶ୍ୟରେ ଏହା ଅଭିପ୍ରେତ ହୋଇଥାଏ ସେତେବେଳେ ତାହା ତାତ୍ତ୍ୱିକ ଗବେଷଣା ରୂପେ ବିବେଚିତ ହେଇଥାଏ। ଅର୍ଥାତ୍ ଆମେ କହୁ ଯେ ନଲେଜ ଫର ନଲେଜ ସେକ୍। ଯେତେବେଳେ ଗବେଷଣା ତାରି ଉପରେ ଗୁରୁତ୍ୱ ଦିଏ
ତାକୁ ତାତ୍ତ୍ୱିକ ଗବେଷଣା କୁହାଯାଏ ବା କେହି ତାକୁ ବିଶୁଦ୍ଧ ଗବେଷଣା ବୋଲି କହିଥାନ୍ତି। ତେଣୁ ଏ ପ୍ରକାର ଗବେଷଣା କଣ ଦେଖାଯାଏ ନା ଏ ପ୍ରକାର ଗବେଷଣାରେ ଜ୍ଞାନ ଏବଂ ସତ୍ୟ ସର୍ବୋଚ୍ଚ ଗୁରୁତ୍ୱ ଲାଭ କରୁଥିବା ସମୟରେ ଅନ୍ୟ ବିଷୟ ଗୁଡିକ ଗୁରୁତ୍ୱହୀନ ହେଇପଡେ। ତେଣୁ ସାହିତ୍ୟିକ ଗବେଷଣାରେ ଭୌତିକ ସୁଖ ନଥାଏ, କିନ୍ତୁ ମଣିଷର ସୌନ୍ଦର୍ଯ୍ୟ ଜ୍ଞାନ ଏବଂ ଜିଜ୍ଞାସା ବୋଧକୁ ଏହା ଅନୁପ୍ରେରିତ କରିଥାଏ। ତେଣୁ ଏଇ ଯୋଉ ଗବେଷଣାର ଜ୍ଞାନଜାନ ଉପରେ ସେ କେବଳ ଗୁରୁତ୍ୱ ଦିଏ ନାହିଁ, ତା ଭିତରେ ଯୋଉ ନାନ୍ଦନିକ ଜ୍ଞାନ ଅଛି ବା ନାନ୍ଦନିକ ସୌନ୍ଦର୍ଯ୍ୟ ବୋଧ ଅଛି, ସେ ସୌନ୍ଦର୍ଯ୍ୟ ବୋଧକୁ ସେ ଗୁରୁତ୍ୱ ଦିଏ। କିନ୍ତୁ ବ୍ୟବହାରିକ ଓ ବୈଜ୍ଞାନିକ ଗବେଷଣା ପ୍ରତ୍ୟକ୍ଷ ଭାବରେ ମାନବ ସମାଜର ସମସ୍ୟା ସମାଧାନ କରିଥାଏ, ଯାହାକୁ ଆମେ ବୈଜ୍ଞାନିକ ଗବେଷଣା କହୁଛୁ। ମନେକର ଗୋଟିଏ କଲମ ଉଦ୍ଭାବନ କରାଗଲା, ସେ ପ୍ରତ୍ୟକ୍ଷ ଭାବରେ ଆମର ସମସ୍ୟା ସମାଧାନ କରେ। ବା ଗୋଟେ ଗାଡିଟିଏ ଉଦ୍ଭାବନ କରାଗଲା, ସେ ପ୍ରତ୍ୟକ୍ଷ ଭାବରେ ଆମର ସମସ୍ୟା ସମାଧାନ କରେ। ତେଣୁ ବୈଜ୍ଞାନିକ ଗବେଷଣାକୁ କୁହାଯାଏ ବ୍ୟବହାରିକ ଗବେଷଣା ବୋଲି। ତେଣୁ ଏଇ ବୈଜ୍ଞାନିକ ଗବେଷଣାର ପ୍ରତ୍ୟକ୍ଷ ଭାବରେ ସେ ମଣିଷ ସମାଜର ସମସ୍ୟା ସମାଧାନ କରେ, ତାକୁ ଭୌତିକ ସୁଖ ପ୍ରଦାନ କରେ ଏବଂ ମାନବର ମଙ୍ଗଳ ସାଧନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ସତ୍ତ୍ୱେ ପ୍ରତ୍ୟେକ ଗବେଷଣା ପ୍ରତ୍ୟକ୍ଷ ଭାବରେ ହଉ ବା ପରୋକ୍ଷ ଭାବରେ ହେଉ ମାନବ ଜୀବନର ସାମଗ୍ରିକ ବିକାଶ ସାଧନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗଣିଥାଏ ଏବଂ ଏହାର ପ୍ରୟୋଗ କ୍ଷେତ୍ର ଏବଂ ଢାଞ୍ଚା ଭିନ୍ନ ହେଇଥାଇପାରେ। ଯେମିତି ଆମେ ଆଗରୁ କହୁଥିଲେ ଯେ ବିଜ୍ଞାନ ଗବେଷଣାର ପ୍ରୟୋଗ କ୍ଷେତ୍ର ଏବଂ ଢାଞ୍ଚା ଭିନ୍ନ, ସାହିତ୍ୟ ଗବେଷଣାର ପ୍ରୟୋଗ କ୍ଷେତ୍ର ଏବଂ ଢାଞ୍ଚା ଭିନ୍ନ ହେଇଥାଏ। କିନ୍ତୁ ପ୍ରତ୍ୟେକ ଗବେଷଣା ମଣିଷର ସୂକ୍ଷ୍ମ ସତ୍ତା ସହିତ ସମ୍ପର୍କ ରକ୍ଷା କରିଥାଏ। ତେଣୁ ତାତ୍ତ୍ୱିକ ଗବେଷଣାରେ ସମସ୍ୟାର ଯେଉଁ ସୂତ୍ର ପ୍ରତ୍ୟକ୍ଷ କରାଯାଇଥାଏ ତାହା ସମାଧିତ ହେଇଥାଏ ବ୍ୟବହାରିକ ଗବେଷଣାରେ ଏବଂ ସାହିତ୍ୟିକ ଗବେଷଣା ଦ୍ୱାରା ତାହା ରୁଚିପୂର୍ଣ୍ଣ ହେଇଥାଏ। ତେଣୁ ଜ୍ଞାନ, ବୁଦ୍ଧି, ଶୃଙ୍ଖଳା ଏବଂ ସଂଯମ ବିଚାରଧାରା ଦ୍ୱାରା ଗବେଷଣା ମଣିଷର ଶାରୀରିକ, ମାନସିକ ଓ ସାମାଜିକ ଅଭାବକୁ ପରିପୂର୍ଣ୍ଣ କରିଥାଏ। ତେଣୁ ଏହା ହେଇପାରେ କେତେବେଳେ ଭୌତିକ ଆବଶ୍ୟକତା ଓ ଅନ୍ୟ କେତେବେଳେ ବୌଦ୍ଧିକ ଆବଶ୍ୟକତା ପୂରଣ ପାଇଁ ହୁଏତ ତାହା ଆମକୁ ସାହାଯ୍ୟ କରିପାରେ। ତେଣୁ ସେଥିପାଇଁ ଯୋଉ ଗବେଷଣାର ବିଭିନ୍ନ ଯୋଉ ପର୍ଯ୍ୟାୟ ଅଛି, ସେ ପର୍ଯ୍ୟାୟ ଗୁଡିକ ସମ୍ପର୍କରେ ଆମର ମାନେ ଯୋଉମାନେ ଗବେଷଣା କରୁଛନ୍ତି ତାର ଜାଣିବା କଥା। ଯେମିତି ତାଙ୍କର ପ୍ରଥମ ପର୍ଯ୍ୟାୟ ହଉଛି କ୍ଷେତ୍ର ବା ବିଷୟ ନିର୍ବାଚନ। ତେଣୁ ଆମେ ତା ବିଷୟ ନିର୍ବାଚନ କରୁ ସେତେବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେ କୋଉ ପ୍ରକାର ବିଷୟ ନିର୍ବାଚନ କରିବାର ଆବଶ୍ୟକତା ଅଛି। ବେଳେ ବେଳେ ଆମେ କୌଣସି ବିଷୟ ବୁଝି ନଥାଇକି ମଧ୍ୟ ଗୋଟେ ବିଷୟ ନିର୍ବାଚନ କରୁ। ସେମିତି କୋଉ କ୍ଷେତ୍ରକୁ ଯାଇକି ଆମେ ତଥ୍ୟ ସଂଗ୍ରହ କରିବା, ଅନେକ ସମୟରେ ଆମର ସେ ସମ୍ପର୍କରେ ଧାରଣା ନଥାଏ। ତେଣୁ ବିଶେଷ ଭାବରେ ଆମେ ଯେତେବେଳେ ସାହିତ୍ୟ ସମ୍ପର୍କରେ ଗବେଷଣା କରୁଛୁ ସେତେବେଳେ କ୍ଷେତ୍ର ଏବଂ ବିଷୟ ନିର୍ବାଚନ ଏ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। କାହିଁକି ନା ବିଷୟ ନିର୍ବାଚନ ସମୟରେ ଆମକୁ ବହୁ ବିଷୟ ପ୍ରତି ଗୁରୁତ୍ୱ ଦେବାକୁ ପଡିଥାଏ ଏବଂ ସେ ସମ୍ପର୍କରେ ଆମକୁ ଗୋଟେ ବିସ୍ତୃତ ଅଧ୍ୟୟନ କରିବାକୁ ପଡିଥାଏ। ଏବଂ ବିଷୟ ନିର୍ବାଚନ କରିବା ପୂର୍ବରୁ ନିଜେ ଗବେଷକ ନିଜକୁ ଅନେକ ପ୍ରଶ୍ନ ପଚାରିବ ଏବଂ ସେ ପ୍ରଶ୍ନର ଉତ୍ତର ସେ ନିଜେ ମଧ୍ୟ ଖୋଜିବ। ଯେମିତି ଯୋଉ ବିଷୟରେ ମୁଁ ଗବେଷଣା କରିବାକୁ ଯାଉଛି, ମୁଁ ଗୋଟେ ବିଜ୍ଞାନ ଗବେଷଣା କଥା କହୁନି, ଯୋଉ ବିଷୟରେ ମୁଁ ଗବେଷଣା କରିବାକୁ ଯାଉଛି ସେ ସମ୍ପର୍କରେ ତଥ୍ୟ ସୁଲଭ୍ୟ କି ଏବଂ ଯୋଉ ବିଷୟରେ ମୁଁ ଗବେଷଣା କରିବାକୁ ଯାଉଛି ବର୍ତ୍ତମାନ ପ୍ରେକ୍ଷାପଟରେ ତାର କୌଣସି ଗୁରୁତ୍ୱ ବା ପ୍ରାସଙ୍ଗିକତା ରହିଛି କି ଏବଂ ମୁଁ ଯୋଉ ବିଷୟରେ ଗବେଷଣା କରିବାକୁ ଯାଉଛି ସେ ବିଷୟଟି ଗୋଟେ ନିର୍ଦ୍ଦିଷ୍ଟ ସମୟ ଖଣ୍ଡ ଭିତରେ ପରିସମାପ୍ତି ହବାର ସମ୍ଭାବନା ଅଛି କି ଏବଂ ମୁଁ ଯୋଉ ବିଷୟରେ ଗବେଷଣା କରିବାକୁ ଯାଉଛି ସେ ବିଷୟ ପ୍ରତି ମୋର ରୁଚିବୋଧ ଅଛି ତ। ଅନେକ ସମୟରେ ଯୋଉମାନେ ଗବେଷକ ସେମାନେ ବିଷୟ ନିର୍ବାଚନ ବେଳେ ତାଙ୍କର ଯେ ତତ୍ତ୍ୱାବଧାରକ ସେ ତତ୍ତ୍ୱାବଧାରକକୁ ଦାୟିତ୍ୱ ଦିଅନ୍ତି, କହିଦିଅନ୍ତି ସାର୍ ଆପଣ ବିଷୟ ନିର୍ବାଚନ କରିଦିଅନ୍ତୁ। ଏବଂ ତତ୍ତ୍ୱାବଧାରକ କୋଉ ବିଷୟ ନିର୍ବାଚନ କରିବା ପାଇଁ କହିବେ ନା ଯୋଉ କ୍ଷେତ୍ରରେ ତାଙ୍କର ଜ୍ଞାନ ଅଛି, ଯୋଉ କ୍ଷେତ୍ରରେ ତାଙ୍କର ଅବବୋଧ ଅଛି ସେ ସେଇଭଳି ବିଷୟ ଦେଇଦେବେ। ହୁଏତ ଗବେଷକ ର ସେ ବିଷୟ ପ୍ରତି ଇଚ୍ଛା ନଥାଇପାରେ, ଆଗ୍ରହ ନଥାଇପାରେ, ତା ଭିତରେ ଅବବୋଧ ନଥାଇପାରେ
ତେଣୁ ସେ କ୍ଷେତ୍ରରେ ନିଶ୍ଚିତ ଭାବରେ ତାର ଗବେଷଣା ଯେମିତି ହବା କଥା ତାହା ହେଇପାରିବ ନାହିଁ। ତେଣୁ ସେଥିପାଇଁ ମଧ୍ୟ ଗୁରୁତ୍ୱ ଦେବାକୁ ପଡିବ। ଏବଂ ଯୋଉ ମାନେ ଗବେଷଣା ଗୋଟେ ବଡ ଲକ୍ଷ୍ୟ ହଉଛି ତାର ସାମାଜିକ ଉପଯୋଗିତା, ଯାହାକୁ ଆମେ କହୁଛୁ ସୋସିଆଲ ରିଲେଭାନ୍ସ, ସାମାଜିକ ପ୍ରାସଙ୍ଗିକତା। ଆମେ ଯୋଉ ବିଷୟରେ ଗବେଷଣା କରିବାକୁ ଯିବା ତାର କୌଣସି ସାମାଜିକ ଉପଯୋଗିତା ଅଛି ନା ନାହିଁ, ଏବଂ ଯୋଉ ବିଷୟରେ ଆମେ ଗବେଷଣା କରିବାକୁ ଯିବା ତାର ଯୋଉ ବିଷୟର ଯୋଉ ସୀମାବଦ୍ଧତା, ତାର ଯୋଉ ବକ୍ତବ୍ୟ ଉପସ୍ଥିତ ହବାର ସମ୍ଭାବନା ଅଛି ନା ନାହିଁ, ଏବଂ ଆମେ ଯୋଉ ଶୀର୍ଷକଟେ ନଉଛେ ସେ ଶୀର୍ଷକର ଔଚିତ୍ୟ ଅଛି ନା ନାହିଁ। ଅନେକ ସମୟରେ ଆମର ଶୀର୍ଷକ ଗୋଟିଏ ଥାଏ, ଆମ ଗବେଷଣାର ଲେଖା ପରିଚ୍ଛେଦ ଗୁଡିକରେ ଭିନ୍ନ ଭିନ୍ନ ହେଇଯାଏ।